ଆସନ୍ତୁ ଶୁଣିବା ଡକ୍ଟର ଜୀବନ ବଲ୍ଲଭ ଷଡ଼ଙ୍ଗୀଙ୍କ ଗଳ୍ପ ଡଙ୍ଗର ତଳର ମଣିଷ। ଉଚ୍ଚାରଣ ପ୍ରଦ୍ୟୁମ୍ନ କୁମାର ସାହୁ। ମୋ ପିଲା ଭଲ ହେବ କି ନାହିଁ ବାବୁ? ପିଲାଟି ଖୁବ୍ ସିରିୟସ୍ ଥିଲା। ଡାକ୍ତର ବାବୁ ଖୁବ୍ ଯତ୍ନରେ ଭଲ କରି ଦେଖିଲେ। କେମିତି ଅଛି ମୋ ପିଲା? ବ୍ୟସ୍ତ ବିବ୍ରତ ହୋଇ ମା ପଚାରୁଥିଲା। ସକାଳେ ଭଲ ଥିଲା ବାବୁ, ଦେହଟା ଟିକେ ଉଷୁମ ଥିଲା। ଏଇ ସନ୍ଧ୍ୟାଠୁ ତାର ହୋସ୍ ନାହିଁ। ପଇସା ଆଉ ଗାଡ଼ି ଖୋଜୁ ଖୋଜୁ ଡେରି ହେଇଗଲା ବାବୁ। ପିଲାଟି ତ ଖୁବ୍ ସିରିୟସ୍ ଅଛି, କିଛି କହିହେବ ନାହିଁ। ଭର୍ତ୍ତି କରିଦେଉଛି, ଔଷଧ ଇଞ୍ଜେକ୍ସନ୍ ଦେଉଛି, ଦେଖାଯାଉ କ'ଣ ହେଉଛି। ଡାକ୍ତର ବାବୁ ଭର୍ତ୍ତି କାଗଜ ଲେଖୁ ଲେଖୁ କହିଲେ। ଏତିକି ବେଳେ ଗାଡ଼ିର ଡ୍ରାଇଭର ଗାଡ଼ି ଭଡ଼ା ନେବା ପାଇଁ ବାପକୁ ଡାକିଲା। ଏତେବେଳ ପର୍ଯ୍ୟନ୍ତ ଚୁପଚାପ ଠିଆ ହେଇଥିବା ବାପ ଡାକ୍ତର ବାବୁଙ୍କୁ ପଚାରିଲା, ମୋ ପିଲା ବଞ୍ଚିବ କି ନାହିଁ ବାବୁ? ଚେଷ୍ଟା କରି ଦେଖିବା। ମୁଁ ତ ଭଗବାନ ନୁହେଁ, ଯଥାସମ୍ଭବ କଅଁଳ ସ୍ୱରରେ କହିଲେ ଡାକ୍ତର ବାବୁ। ବାପର ଦୃଷ୍ଟି ପିଲା ଉପରେ। ପୁଣି ଥରେ ପଚାରିଲା, ପିଲା ବଞ୍ଚିବ କି ନାହିଁ? ଚେଷ୍ଟା ତ ଚାଲିଛି, ଦେଖାଯାଉ କ'ଣ ହେଉଛି। ଏଥର ବାପ କୋହଭରା ଯନ୍ତ୍ରଣାସିକ୍ତ କଣ୍ଠରେ କହିଲା, ବଡ଼ କଷ୍ଟରେ ଗାଈଟିଏ ବନ୍ଧା ପକାଇ କିଛି ପଇସା ଆଣି ଗାଡ଼ିଟିଏ ଭଡ଼ା କରି ପିଲାକୁ ଆଣିଛି। ଆସିଲା ବେଳେ ଗୋଡ଼ ହାତ ତ ଟିକେ ହଲାଉଥିଲା, ଏବେ ତ ଆଖି ବି ଖୋଲୁ ନାହିଁ। ମରିଗଲେ ବାବୁ ଶବ ନେବା ପାଇଁ ଗାଡ଼ିବାଲା ମନା କରିବେ, ନେଲେ ବି ବହୁତ ପଇସା କହିବେ। ମୋ ପାଖରେ ସେତିକି ପଇସା ନାହିଁ। ବଞ୍ଚିବାର ଆଶା ଯଦି ନାହିଁ, ତେବେ ଜିଇଁ ଥାଉ ଥାଉ ମୋ ପିଲାକୁ ଏଇ ଗାଡ଼ିରେ ଫେରେଇ ନେବି। ଇଏ ବି ସତ କଥା। ଅସହାୟତାର ଫାଇଦା କିପରି ଉଠାଯାଏ ମଣିଷ ଜାତିକୁ ଭଲ ଭାବରେ ଜଣା। ଡାକ୍ତର ବାବୁ ଯଦିଓ ଜାଣିଥିଲେ ବଞ୍ଚିବାର ଆଶା ନାହିଁ, ତଥାପି ଭାବି ପାରୁନଥିଲେ ଚେଷ୍ଟା ନ କରି କେମିତି ଫେରେଇ ଦେବେ ବୋଲି। ତୁମେ ଗାଡ଼ିକୁ ଫେରେଇ ଦିଅ, ଔଷଧ ଇଞ୍ଜେକ୍ସନ୍ ଆରମ୍ଭ ହଉ, ଦେଖିବା କ'ଣ ହେଉଛି। ଏ ଭିତରେ ନର୍ସ ଦିଦି ବି ଆସିଯାଇଥିଲା। ଔଷଧ ଇଞ୍ଜେକ୍ସନ୍, ସାଲାଇନ୍, ଅକ୍ସିଜେନ୍ ବି ଆରମ୍ଭ ହୋଇଗଲା। ବହୁତ କଷ୍ଟରେ ସିରାଟେ ମିଳିଲା ସାଲାଇନ୍ ଦେବା ପାଇଁ। ବାପ ଫେରିବାକୁ ଉଚ୍ଛନ୍ନ ହେଉଥିବା ଗାଡ଼ିବାଲାକୁ ଭଡ଼ା ପଇସା ଦେଇ ବିଦା କଲା। ମାର ମନଟା ବି ଟିକେ ବୁଝିଲାଣି। ଗାଡ଼ି ଛାଡ଼ିଦେଲେଣି ବାବୁ, ପଇସା କିଛି ଅଛି, ଔଷଧ କିଣିବାକୁ ପଡ଼ିଲେ କିଣି ଆଣିବି। ବାପ କହିଲା, କିଛି କିଣିବାକୁ ପଡ଼ିବ ନାହିଁ, ଆମ ପାଖରେ ଯାହା ଅଛି ଆମେ ଦେଉଛୁ। ବେଡ୍ ପାଖରେ ଥିବା ଷ୍ଟୁଲରେ ବସୁ ବସୁ କହିଲେ ଡାକ୍ତର ବାବୁ। ଯଦିଓ ସେ ଜାଣିଥିଲେ ବଞ୍ଚିବାର ଆଶା ବହୁତ କମ୍, ତଥାପି ସେ ଚେଷ୍ଟା କରୁଥିଲେ। ଘଣ୍ଟାଏ ପାଖାପାଖି ଗଲା, ସାଲାଇନ୍ ଅଧା ସରିଲା। ପିଲାଟିର ନିଶ୍ୱାସ ଅଟକିଗଲା, ଆଉ ଫେରିଲା ନାହିଁ। ଡାକ୍ତର ବାବୁ ବଡ଼ ଦୁଃଖରେ କହିଲେ, ପିଲାଟି ଆଉ ନାହିଁ। ରୁନ୍ଧି ହୋଇଥିବା କୋହ ହଠାତ୍ ଉଛୁଳିଗଲା ମାର। ଅସହାୟତାର ଚରମ ସୀମାରେ ପହଞ୍ଚିଗଲା ବାବୁ। ମୁଁ କହୁଥିଲି ବାବୁ, ବଞ୍ଚି ଥାଉ ଥାଉ ପିଲାକୁ ଛାଡ଼ିଦିଅ ବୋଲି। ଏବେ ଆମେ କ'ଣ କରିବୁ, କେମିତି ଯିବୁ? ଡାକ୍ତର ବାବୁ ଗାଡ଼ିଟିଏ ପାଇଁ ଫୋନ୍ କଲେ କାହା ପାଖକୁ। କେହି ଫୋନ୍ ଉଠାଇଲେ ନାହିଁ। ରାତି ଅଧରେ କିଏ ବା କାହିଁକି ଫୋନ୍ ଉଠାନ୍ତା? ପିଲାଟିର ଦେହରେ ଲାଗିଥିବା ନଳି ସବୁକୁ ଖୋଲିବାକୁ ଦିଦିକୁ କହି ବାପକୁ କହିଲେ, ଟିକିଏ ଅପେକ୍ଷା କର, ମୁଁ ଗାଡ଼ି ଆଣି ଆସୁଛି। ଗାଡ଼ି ଆସିଲା। ସମସ୍ତଙ୍କୁ ଗାଡ଼ିରେ ବସିବାକୁ କହି ଡାକ୍ତର ବାବୁ ଗାଡ଼ି ଷ୍ଟାର୍ଟ କଲେ। କେବେ ଏମିତି ଗାଡ଼ିରେ ବସିନଥିବା ଲୋକ ଖୁବ୍ ସନ୍ତର୍ପଣରେ ଗାଡ଼ି ଭିତରେ ବସିଲେ ପିଲାଟିକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼େଇ କରି। ପ୍ରାୟ 20 କିଲୋମିଟର ଘାଟି ଉପରେ ପିଚୁ ରାସ୍ତାରେ ଗଲା ପରେ ବାମ କଡ଼ରେ ଜଙ୍ଗଲ ଭିତରେ ଏକ ମାଟି ରାସ୍ତା ଆସିଲା। ସେ ରାସ୍ତାରେ ଗାଡ଼ି ଯିବା ବଡ଼ ଅଡ଼ୁଆ, ତଥାପି ବି ଗାଡ଼ି ଗଲା ଦୋହଲି ଦୋହଲି, ଖାଲ ଖମା ଢିପ ସବୁ ଢେଇଁ। ପ୍ରାୟ ଅଧଘଣ୍ଟା ଗାଡ଼ି ଚାଲିଲା ପରେ ବାପ କହିଲା, ଏଇଠି ଗାଡ଼ି ରଖିଦିଅ ବାବୁ, ଆଉ ଆଗକୁ ଯିବନି। ଆମେ ଏଇଠୁ ଚାଲି ଚାଲି ଯିବୁ। ଆଗରେ ସ୍ୱଚ୍ଛ ପାଣିର ଧାରଟିଏ, ପାଣିରେ ପୂର୍ଣ୍ଣମୀ ଜହ୍ନର ପ୍ରତିବିମ୍ବ। ଧାର ସେପଟେ ଜଙ୍ଗଲ ଭିତରେ ପାଦଚଲା ରାସ୍ତାର କିଛି ଅଂଶ ଦିଶୁଥିଲା ଜହ୍ନ ଆଲୁଅରେ। ଏଠାରୁ ଆଉ କେତେ ଦୂର? ଡାକ୍ତର ବାବୁ ପଚାରିଲେ ଷ୍ଟାର୍ଟ ବନ୍ଦ କରି। ସେଇ ଡଙ୍ଗର ତଳେ ଆମ ଘର, କହିଲା ବାପ। ସମସ୍ତେ ଓହ୍ଲାଇଲେ ଗାଡ଼ିରୁ। ମାର ଆଖିରୁ ଲୁହ ଝରିବା ବନ୍ଦ ହେଇଯାଇଥିଲା। ତୁମେ ତ ବାବୁ ଚେଷ୍ଟା କର, ଆମ ଭାଗ୍ୟରେ ନଥିଲା, କହିଲା ମା। ତା କଥାରେ କୃତଜ୍ଞତାର ଭାବଟିଏ ଝରି ପଡ଼ୁଥିଲା। ପିଲାଟିର ମୃତ୍ୟୁକୁ ଏପରି ଭାବେ ଆଦରି ନେଇଥିଲେ ସେମାନେ।
ଡାକ୍ତରବାବୁ ଅନ୍ଧାର ଭିତରେ କିଛି ପଇସା ବାପର ମୁଣାରେ ଭର୍ତ୍ତି କରିଦେଲେ ବନ୍ଧା ପକାଇଥିବା ଗାଈକୁ ମୁକୁଳେଇବା ପାଇଁ କହି। ତାପରେ ଗାଡ଼ି ଷ୍ଟାର୍ଟ କଲେ। ଗାଡ଼ିର ଲାଇଟ୍ ଜଙ୍ଗଲ ଭିତରେ କିଛି ଦୂର ଆଲୋକିତ କରିଦେଲା। ସେହି ଆଲୋକରେ ଦୁଇଟି ଜୀବନ୍ତ ଓ ଗୋଟେ ମୃତ ଆତ୍ମା ପାଣି ଧାର ଡେଇଁ ଆଗକୁ ବଢ଼ିଲେ। ଗାଡ଼ିର ଲାଇଟ୍ ଜଳୁଥିଲା ସେମାନେ ଅନ୍ଧାର ଭିତରେ ଜଙ୍ଗଲ ସାଥିରେ ମିଶିଯିବା ପର୍ଯ୍ୟନ୍ତ।